ଚାଲନ୍ତୁ ଆଜି ଶୁଣିବା ଜହ୍ନମାମୁଁର ଆଉ ଗୋଟିଏ ଗପ, ଭାଗ୍ୟର ଫଳ। ପ୍ରାଚୀନ କାଳରେ କୋଶଳ ଦେଶରେ 3 ଜଣ ବନ୍ଧୁ ବାସ କରୁଥିଲେ। ସେମାନଙ୍କ ମଧ୍ୟରୁ ନନ୍ଦ ଆଉ ସୁନନ୍ଦ ଖୁବ୍ ଧନୀ ଥିଲେ। ତୃତୀୟ ସାଙ୍ଗ ଆନନ୍ଦ ଥିଲା ଗରିବ। ଦିନେ ନନ୍ଦ କହିଲା, କିଛି ମୂଳଧନ ରହିଲେ ଯେ କେହି ଲୋକ ଧନୀ ହୋଇପାରନ୍ତା, ସେଥିପାଇଁ ଆମେ ଚାଲ ଆନନ୍ଦକୁ କିଛି ମୂଳଧନ ଦେବା। ସୁନନ୍ଦ ଏକଥା ଶୁଣି କହିଲା, ବନ୍ଧୁ, ଏପରି କ'ଣ ଘଟେ ନାହିଁ କି କେତେ ଧନୀ ଲୋକ ହଠାତ୍ ଗରିବ ହୋଇଯାଆନ୍ତି? ମୋ ମତରେ ଭାଗ୍ୟର ଜୋର ଥିଲେ ଜଣେ ମୂଳଧନ ବିନା ମଧ୍ୟ ଧନୀ ହୋଇପାରନ୍ତା। ନିଜର କଥାର ସତ୍ୟତା ଦେଖାଇବା ପାଇଁ ପରଦିନ ହିଁ ନନ୍ଦ ଆନନ୍ଦକୁ 200 ସୁନା ମୋହର ଦେଇ କହିଲା, ଏତକ ମୂଳଧନ କରି କିଛି ବ୍ୟବସାୟ କର ଆଉ ଧନ ଅର୍ଜନ କର। ଆନନ୍ଦ ଖୁବ୍ ଖୁସି ହେଲା। ତାପରେ ସେ 10ଟି ସୁନା ମୋହର ନିଜ ଖର୍ଚ୍ଚ ପାଇଁ ରଖି ଅନ୍ୟ ସବୁ ନିଜ ପଗଡ଼ିରେ ବାନ୍ଧି ଦେଇ ବଜାର କରିବାକୁ ଗଲା। କିଛି ବାଟ ଯିବା ପରେ ଦୁର୍ଭାଗ୍ୟକୁ ହଠାତ୍ ଏକ ଛଞ୍ଚାଣ କୁଆଡ଼ୁ ଉଡ଼ି ଆସି ତା ମୁଣ୍ଡରୁ ପଗଡ଼ି ମୋହର ସହିତ ଝାମ୍ପି ନେଇ ଚାଲିଗଲା। ପଗଡ଼ି ସହିତ 190 ସୁନା ମୋହର ହଜାଇ ଆନନ୍ଦ ଖୁବ୍ ଦୁଃଖିତ ହେଲା। ଏ ଘଟଣାର କିଛିଦିନ ପରେ ନନ୍ଦ ଆଉ ସୁନନ୍ଦ ଦିନେ ଆନନ୍ଦର ଘରେ ପହଞ୍ଚି ଦେଖିଲେ ଆନନ୍ଦର ଆର୍ଥିକ ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ। ସେମାନେ ଏହାର କାରଣ ପଚାରିବାରୁ ଆନନ୍ଦ ଦୁଃଖର ସହିତ ସେଦିନର ଦୁର୍ଘଟଣାଟି ଅମୂଳଚୂଳ ବର୍ଣ୍ଣନା କରି କହିଲା ଯେ ଏହା କେବଳ ତାର ଭାଗ୍ୟର ଦୋଷ। ଆନନ୍ଦର ଏକଥାକୁ ନନ୍ଦ ବିଶ୍ୱାସ କଲେ ମଧ୍ୟ ସୁନନ୍ଦ ଅବିଶ୍ୱାସ କଲା। ନନ୍ଦ ପୁଣି 200 ସୁନା ମୋହର ଦେଇ କହିଲା, ନିଅ, ଏଥର ସାବଧାନରେ ରଖିବ, ଏହାକୁ ମୂଳଧନ କରି ଅର୍ଜନ କର। ଏଥର ମଧ୍ୟ ଆନନ୍ଦ ନିଜ ଘର ଖର୍ଚ୍ଚ ପାଇଁ କିଛି ସୁନା ମୋହର ଦେଇ ବାକି ତକକୁ କୁଣ୍ଡା ଟୋକେଇରେ କୁଣ୍ଡା ଭିତରେ ଲୁଚେଇ ରଖିଲା। ତାପରେ ବଜାରକୁ ଯାଇ କିଛି ଜିନିଷ କିଣି ଫେରି ଆସି ଦେଖିଲା ତ କୁଣ୍ଡା ଟୋକେଇ ନାହିଁ। ସେ ତା ସ୍ତ୍ରୀକୁ ପଚାରିଲା, କୁଣ୍ଡା ଟୋକେଇ କାହିଁ? ସ୍ତ୍ରୀ କହିଲା, ଘରେ ଲୁଣ ନଥିଲା, ଟୋକେଇକ କୁଣ୍ଡା ବିକି 200ର ଲୁଣ କିଣିଛି। ଏକଥା ଶୁଣି ତାର ଦୁଃଖର ସୀମା ରହିଲା ନାହିଁ। ସେ ଭାବିଲା ଯେ ଧନ ଅର୍ଜନ କରିବା ତା ଭାଗ୍ୟରେ ନାହିଁ, ବା ସେଥିପାଇଁ ସମୟ ହେଇନି। କିଛିଦିନ ପରେ ନନ୍ଦ ଆଉ ସୁନନ୍ଦ ପୁଣି ତା ଘରକୁ ଆସି ସବୁ କଥା ଶୁଣିଲେ। ଆନନ୍ଦର ଆର୍ଥିକ ଅବସ୍ଥା ପୂର୍ବଠାରୁ ମଧ୍ୟ ଆହୁରି ଖରାପ। ସେ ଚିରା ଲୁଗା ସିଲେଇ ବି ନ କରି ପିନ୍ଧିଛି, କାରଣ ଘରେ ଛୁଞ୍ଚି ସୂତା ଟିକେ ସୁଦ୍ଧା ନାହିଁ। ସୁନନ୍ଦ ଆନନ୍ଦକୁ ଗୋଟେ ଛୁଞ୍ଚି ଆଉ ସୂତା ଦେଇ କହିଲା, ତୋ ସ୍ତ୍ରୀକୁ କହି ପ୍ରଥମେ ଲୁଗାଗୁଡ଼ା ସିଲେଇ କରି ପିନ୍ଧ। ତାପରେ ସେମାନେ ଚାଲିଗଲେ। ସେଇଦିନ ରାତିରେ ତାଙ୍କର ପଡ଼ୋଶୀ କେଉଟ ଘର ସ୍ତ୍ରୀ ଆନନ୍ଦର ସ୍ତ୍ରୀ ପାଖକୁ ଆସି କହିଲା, ଅପା, ତୁମ ପାଖରେ ଯଦି ଛୁଞ୍ଚି ସୂତା ଥାଏ ଦିଅ, ଆମ ଜାଲ ଫାଟିଯାଇଛି, ଟିକିଏ ସିଲେଇ କରିଦେଲେ ଭୋରୁ ଏମାନେ ମାଛ ଧରିବାକୁ ଯିବେ। ଜାଲର ପ୍ରଥମ କ୍ଷେପରେ ଯେଉଁ ମାଛ ପଡ଼ିବ ସେଇଟା ତୁମର। ଆନନ୍ଦର ସ୍ତ୍ରୀ ଏକଥା ଶୁଣି ଖୁସି ହୋଇ ତାକୁ ଛୁଞ୍ଚି ସୂତା ଦେଲା। ପରଦିନ ସନ୍ଧ୍ୟାବେଳକୁ କେଉଟ ଗୋଟେ ବଡ଼ ମାଛ ତା ଝିଅ ହାତରେ ଆନନ୍ଦ ଘରକୁ ପଠାଇଦେଲା। ଆନନ୍ଦର ସ୍ତ୍ରୀ ତାକୁ ଖୁସିରେ ତରକାରୀ କରିବା ପାଇଁ କାଟି ଦେଖିଲା ତ ତା ଭିତରୁ କାଚର ଗୋଲି ପରି କିଛି ଗୋଟେ ବାହାରିଲା। ସେଇଟା ଆନନ୍ଦର ପିଲାମାନେ ନେଇ ରାସ୍ତାରେ ଖେଳୁଛନ୍ତି। ଠିକ୍ ସେତିକି ବେଳେ ଜଣେ ରତ୍ନ ବ୍ୟବସାୟୀ ସେଇ ବାଟେ ଯାଉଥିଲା। ସେ ଏହାକୁ ଚିହ୍ନିପାରି ଆନନ୍ଦକୁ ଯାଇ କହିଲା, ଏ କାଚ ଗୋଲଟି ମୋତେ ଦେଲେ ମୁଁ ତୁମକୁ 300 ମୁଦ୍ରା ଦେବି। ଆନନ୍ଦ ଭାବିଲା, ଏହା ହୁଏତ ଅତି ମୂଲ୍ୟବାନ ଜିନିଷ, ତେଣୁ ସେ ତାକୁ ମନା କରିଦେଲା ଆଉ ତାକୁ ସହରକୁ ନେଇ ଜଣେ ବଡ଼ ରତ୍ନ ବ୍ୟବସାୟୀକୁ ଦେଖାଇଲା। ପ୍ରକୃତରେ ତାହା ଥିଲା ଏକ ମୂଲ୍ୟବାନ ହୀରା। ସେଇଠିକୁ ଆନନ୍ଦଠାରୁ ଉକ୍ତ ବ୍ୟବସାୟୀ 20,000 ମୁଦ୍ରା ଦେଇ କିଣିନେଲା। ସେ ଟଙ୍କାରେ ଆନନ୍ଦ ଘର, ବଗିଚା ଆଉ କିଛି ଜମି କିଣିଲା ଆଉ ବଳକା ଟଙ୍କାରେ ଗୋଟେ ଛୋଟ ବ୍ୟବସାୟ ଆରମ୍ଭ କଲା। କ୍ରମେ ସେହି ଛୋଟ ବ୍ୟବସାୟରୁ ତାର ବହୁତ ଲାଭ ହୋଇ ବ୍ୟବସାୟ ବଢ଼ି ବଢ଼ି ଏକ ବିରାଟ ଆକାର ଧାରଣ କଲା ଆଉ ଆନନ୍ଦ ଅଳ୍ପ ଦିନ ମଧ୍ୟରେ ଧନୀ ହୋଇଗଲା। ଆନନ୍ଦ ଅଚାନକ ଧନୀ ହୋଇଯିବାର ଶୁଣି ନନ୍ଦ ଆଉ ସୁନନ୍ଦ ଆସି ଦିନେ ସେଠାରେ ପହଞ୍ଚିଲେ। ନନ୍ଦ ପଚାରିଲା, ମୁଁ ଦେଇଥିବା ମୂଳଧନରେ ତୁମେ ଧନୀ ହୋଇଗଲ ନା? ଆନନ୍ଦ ଆରମ୍ଭରୁ ଶେଷ ଯାଏ ସବୁ ଘଟଣା ଗୋଟି ଗୋଟି କରି କହିଲା। ସବୁ ଶୁଣି ସୁନନ୍ଦ କହିଲା, ଭାଗ୍ୟରେ ଥିଲା ସତ, କିନ୍ତୁ ଦେଖିଲେ ମୁଁ ଦେଇଥିବା ଛୁଞ୍ଚି ସୂତାରୁ ହିଁ ତାର ଭାଗ୍ୟ ବଦଳିଲା। ଏଥର ନନ୍ଦ କିଛି ବୁଝି ନ ପାରି ଭାବିଲା, ବୋଧେ ସେ ଦେଇଥିବା ଧନରୁ ହିଁ ସେ ଧନୀ ହୋଇଛି ଏବଂ ମୂଳ କଥା ଲୁଚାଇ ରଖୁଛି ନିଜର ବାହାଦୁରୀ ପାଇଁ। ଏହି ସମୟରେ ସେମାନେ କଥା କହୁ କହୁ ଆନନ୍ଦର ନୂଆ ଘର ପଛପଟକୁ ଚାଲିଗଲେ। ସେଠାରେ ଥିଲା ଏକ ବଗିଚା। ପିଲାମାନେ ଗଛରେ ଚଢ଼ି ଖେଳୁଥିଲେ। ହଠାତ୍ ଗଛରୁ କ'ଣ ଗୋଟେ ଖସି ପଡ଼ିଲା। 3 ବନ୍ଧୁ ଯାଇ ଦେଖିଲେ ତାହା ଥିଲା ଆନନ୍ଦର ପଗଡ଼ି ଆଉ ସେଥିରେ ସେମିତି 190 ମୋହର ବନ୍ଧା ଥିଲା। ପୁଣି ସେତିକିବେଳେ ଆନନ୍ଦର ଚାକର ବଜାରରୁ କୁଣ୍ଡା ଝୁଡ଼ିଟିଏ କିଣି ଗାଈ ଖୁଆଇବା ବେଳେ ହଜିଥିବା ସୁନା ମୋହର ଗୁଡ଼ିକ ମିଳିଲା। ଏସବୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ନନ୍ଦର ବିଶ୍ୱାସ ହେଲା ଯେ ଭାଗ୍ୟରେ ଥିଲେ ସବୁ ସମ୍ଭବ। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ଗପ ଭାଗ୍ୟର ଫଳ।